गाइस चलन्तु ଆଜି ବନେଇବା ଡାଲି ତଡ଼କା ତ ଖାଇବା ପାଇଁ ବହୁତ ଟେଷ୍ଟି ଆଉ ହେଲ୍ଦି ବି। ଆଉ ବନେଇବା ତ ପୁରା ସିମ୍ପଲ। ଏଠି ମୁଁ ଡାଲି ନେଇଛି, ସେଥିରେ ପାଣି ପକେଇ ଭଲ ଭାବରେ ଡାଲିକୁ ଧୋଇଦେଲି। ତାପରେ କଡ଼କାରେ ପାଣି ଦେଇଦେଲି, ଧୋଇକି ରଖିଥିବା ଡାଲିକୁ ସେଥିରେ ପକେଇଦେଲି। ସ୍ୱାଦ ଅନୁଯାୟୀ ଲୁଣ ଆଉ ହଳଦୀ ପକେଇଦେଲି। ସେ ଯେମିତି ଫୁଟିଗଲା, ସେ ତେଲ ଗରମ କଲି, ସେଥିରେ ପକେଇଲି ମୁଁ କାଟିକି ରଖିଥିବା ପିଆଜ, ଶୁଖିଲା ଲଙ୍କା, ଜିରା, ଟମାଟର ପକେଇକି ତାକୁ ଭଲ ଭାବରେ ଟିକେ ଭାଜିଲି। ଯେମିତି ସେ ଭାଜି ହେଇଗଲା, ସେଥିରେ ପକେଇଦେଲି ଡାଲି। ଆଉ ଶୀଘ୍ର ଶୀଘ୍ର ବନିଗଲା ଆମର ଡାଲି ତଡ଼କା। ହେଲ୍ଦି ଆଉ ଟେଷ୍ଟି ଖାଇବା ପାଇଁ ଆପଣମାନେ ଏମିତି ଇଜି ଆଉ ଟେଷ୍ଟି ରେସିପି ଖୁବ୍ କମ୍ ଟାଇମ୍ ମଧ୍ୟରେ ବନେଇକି ଖାଇପାରିବେ। ଭିଡ଼ିଓ ତ ଦେଖିଥିଲେ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କ ପାଇଁ ମୁଁ ଏମିତି ଇଜି ଆଉ ଟେଷ୍ଟି ରେସିପି ନେଇ ଆସିବି। ଆପଣମାନେ ବି ଟେଷ୍ଟି ଆଉ ହେଲ୍ଦି ଖାଇବେ ନା। ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଆପଣମାନେ ଯାଆନ୍ତୁ ଏମିତି ଇଜି ଆଉ ଟେଷ୍ଟି ଡାଲି ତଡ଼କା ବନେଇକି ଖାଆନ୍ତୁ ଆଉ କମେଣ୍ଟରେ କୁହନ୍ତୁ ଆପଣମାନଙ୍କୁ ଡାଲି ତଡ଼କା ଭଲ ଲାଗେ କି ନାହିଁ। ଯଦି ଭଲ ଲାଗେ ତାହେଲେ ଜଲ୍ଦି ବନେଇକି ଖାଆନ୍ତୁ ଆଉ ସବସ୍କ୍ରାଇବ୍ କରିକି ଯାଆନ୍ତୁ। ପୁଣି ଦେଖା ହବ ଆପଣମାନଙ୍କ ସହିତ ଗୋଟେ ନେକ୍ସଟ ଭିଡ଼ିଓରେ। ବାଏ ଗାଇସ୍।